ଜଣେ ନିରନ୍ତର ନିଜକୁ ଯେ ଶିଷ୍ୟ ବୋଲି ମନେ ସେହି ଗୁଣଟା ଆଜ୍ଞାଙ୍କର ପାଖେ ଅଛି। ସେହି ଗୁଣ ଯାହା ପାଖେ ଥିବା ସେ ଯୋଗ୍ୟତମ ଗୁରୁ ହେଇପାରିଲା। আর যে মুই করুছে মুই সবু মুই বলি মানে দিদি যে বলবা সে অযোগ্য হয়। whatever may be our background, whatever may be our qualification, but we are equal, ଆମେ ସମସ୍ତେ ସମାନ। ତ ଯାହା ବି ହଉ ଆହୁରି ବକ୍ତା ମାନେ ଅଛନ୍ ସେମାନେ କହିବେ କେତେ ସାଧୁ କେତେ ସନ୍ଥ କେଉଁ ପୁଣ୍ୟ ପାଇଥିଲୁ ଆମେ কেউ পুণ্য পাইছিলু আমি ধন্য হইছি জীবন উনা করিব মন 60 বরষ পরিগলা বলি 60 বরষ পরিগলা বলি উনা করিব মন উনা করিব মন অবসর বেল আসি গলাইবে অবসর বেল আসি গলাইবে বিদায় করন্তু গ্রহণ উনা করি বলি মন। ধন্যবাদ, নমস্কার। ସମସ୍ତେ ଗୁରୁ ଶିକ୍ଷକ ବାପା ମା ଆଜିର ଏହି ପ୍ରେରଣାର ସଂସାରରେ ସମସ୍ତେ ଆମର ଦେବତା। ଦୀର୍ଘ 36 ବର୍ଷ ଧରି ଖପ୍ରାକୁଲ ବ୍ଲକ भगवान की कहते गुरु ही रास्ता भी कहिए एक और अज्ञानं तिमिरन्दस्य ज्ञानञ्जनं शलाकया चक्षुरुन्मीलितं तस्मै श्री गुरुवे नमः। जो गुरु माने हमर आखि को एई सारा दुनिया को देखाइछन दुनिया रे भल मनुष्य रे बनाइछन निहाती भाव सर्वप्रथमे समस्त गुरु कोडी में नमस्ते पछैथिली किछि बंधु मते कहिले जे इने तमने पढ़ा पढ़ी किछि नै हेबा मास्टर माने दिने आला दिने नै एते दिने मुई एक्सपोजर फिजिक रे स्थिली आसिक प्रकृत देखिले जे सही दिन गौरव सार नै थई तोरण केवल तिला आ से बसी थिले आ विभिन्न छुआ हमर जे मनिषर उन्नति गुण थाए सत्य रज तामस सात्विक राजसिक तामसिक तो जन ऋषि जे थिले से थिले ऋषि एवं राजा ताकर नेतृत्व दिला राजनीति तो ऋषि मते थिले राजसी पाइला राजा एवं ऋषि तो जे ताकर भितरे गुरु प्रति এই ভাবনাটি ব্যবহার করতে हम गुरु समाज उन्हीं कहिबो गुरु प्रति कर्तव्य हिसाब से 100% नोटिस कले कर्तव्य केवल बोले आंतरिकता तक नुहे किंतु से आज ताको स्वीकार करे गुरु को कोसी दंड परिवार कोसी लोक अधिकार नहीं आमे जेतले बाप देखा विष उपस्थित सहकर्मी एवं डॉक्टर समस्त शिक्षक शिक्षक गाँव भद्र व्यक्ति तथा एसएमसी सदस्य ध्यान मुझे कथा आरंभ जहाँ जी दुख हेल्ले भी आपण मैंने शिक्षक समाज को मोर बहुत गुणगान कर जड़े शिक्षक गुरु गुणगान कर जानी गुणगान कर किंतु मन रखु गुरुजी आपण माने 4G 5G मोबाइल धरिछथि समस्त प्राय थिबो समस्त पाखरे 5G 4G ए जी
এইজি ସବୁ ଜାଗାରେ କାମ ଦେବ ନା। ପରୀକ୍ଷା ସ୍ୱରୂପ ଦେଖିନିଅନ୍ତୁ ଏଠାରେ ଆମର 4G ହଉ କି 5G ହଉ କିଛି ହଉନି, କିଛି ପାରୁନି ନେଟୱାର୍କ। এই 4G ରେ କାମ ଦଉନି, 4G କାମ ଦଉନି। କିନ୍ତୁ ଆଉ ଯେ କେତେଟା ଜି ଅଛନ୍ତି, ଗୁରୁଜୀ, ପିତାଜୀ, ମାତାଜୀ, ଆଚାର୍ଯ୍ୟ, ଏମାନେ ସବୁ ଜାଗାରେ କାମ କରିବେ। ଏମାନେ କେଉଁଠାରେ ବି ହଳିବେ ନାହିଁ, ନେଟୱାର୍କ ତାଙ୍କର କେବେ କମ ହେବ ନାହିଁ। এই জি ମାନେ ସେମାନେ ବି ଗୁରୁ, ପିତାମାତା ପ୍ରଥମ ଗୁରୁ। ତେଣୁ ସମସ୍ତଙ୍କୁ ସମାଦର, ଗୁରୁଜୀଙ୍କୁ ଆଦର, ନମସ୍କାର, ଭକ୍ତି। ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ତ ଯାହା ହେଲାଣି ଆପଣମାନେ ଜାଣୁଛନ୍ତି, ବଡ଼ ବହୁତ ବଢ଼ିଯାଇଛି। ତଥାପି ଆମକୁ ଆମର କର୍ତ୍ତବ୍ୟ କରିବାକୁ ପଡ଼ିବ। ଶିକ୍ଷା ବ୍ୟବସ୍ଥା ବଦଳି ଗଲା ପରେ ଆମେ ବଦଳି ଯିବା କି? ନା, ଆମେ ବଦଳିବା। ଶିକ୍ଷା ବ୍ୟବସ୍ଥା ବଦଳୁଛି, କେତେ ଆଇଛି କେତେ ଯିବ ଆହୁରି ଏଇ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଯାହା ଚାଲୁଛି ପୁଣି ତା ବଦଳିବ, କିନ୍ତୁ ଆମେ ବଦଳିବା। ଆମର ନୀତି ଆମେ ଶିକ୍ଷା ପ୍ରଦାନ କରୁ। ତେଣୁ ସମସ୍ତଙ୍କୁ ଅନୁରୋଧ, ସମୟ ତ ବହୁତ ହେଲାଣି, ସମସ୍ତେ ଅବଶ୍ୟ ଛାତ୍ରଛାତ୍ରୀମାନେ ବି ମୋର ଛାତ୍ରଛାତ୍ରୀମାନେ ବି ଭୋକରେ ରହିଗଲେଣି। ତେଣୁ ମୁଁ ସମସ୍ତଙ୍କୁ ଏତିକି ଅନୁରୋଧ କରିବି, ଆମର ଗାଁର ଏସ୍ଏମ୍ସି ମେମ୍ବରମାନଙ୍କୁ ଯେ ନିଜ ନିଜ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ସ୍କୁଲକୁ ପଠାନ୍ତୁ, ଆଉ ଘରେ ଟିକେ ମଧ୍ୟ ଗାଇଡ଼ କରନ୍ତୁ। ଘରେ ଟିକେ ବି ଗାଇଡ଼, କାଲି ସ୍କୁଲରେ 10 ଚାର୍ଜ ହେଇଗଲେ ମଧ୍ୟ ଘରେ ମଧ୍ୟ ଟିକେ ଗାଇଡ଼ କରୁ। ନିୟମିତ ଭାବେ ସ୍କୁଲକୁ ପଠାନ୍ତୁ, ଘରେ ବୁଲିବା ଅପେକ୍ଷା ନିୟମିତ ସ୍କୁଲକୁ ପଠାନ୍ତୁ, ସେ ନିଶ୍ଚିତ ଭାବେ କିଛି କିଛି ଲାଭ କରିବେ। ଆଉ ସାର୍ମାନଙ୍କୁ ବି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ନିୟମିତ ସମୟାନୁବର୍ତ୍ତୀ ହୋଇକରି ନିୟମିତ ଆସନ୍ତୁ, ଆଉ ନିଜର କର୍ତ୍ତବ୍ୟ ସମ୍ପାଦନ କରୁ। ଆଉ ଗୁରୁ ଆମର ଗୁରୁ ଆଜ୍ଞା ଯେଉଁ କଥା କହୁଥିଲେ, ଆସିଥିଲେ ସେ ମୁଖ୍ୟରେ ମଣିଷ ମାତ୍ରକେ ଭୁଲ ହୁଏ। ତୁ ଏଠି ହ୍ୟୁମାନ ପଜିଟିଭ ଡିଭାଇଡ, ଯେକୌଣସି ଲୋକର କିଛି ଭୁଲ ହୁଏ, ସେ ଯେ ହେଉନା କାହିଁକି। ତେଣୁ ଭୁଲ ହେବା ମାନବୀୟ, ସମାନ ସ୍ୱର୍ଗୀୟ। ତାଙ୍କର ସିଧାଇ ଗୁଣ ବା ସ୍ୱର୍ଗୀୟ ଗୁଣରେ ସେ କ୍ରମାଗତ କରିଛନ୍ତି। ଗୋଟେ ରାଜନେତା ହିସାବରେ ତାଙ୍କୁ ଏଇ ତମଠାରୁ ଯେଉଁ ଆଦର ପାଉଥିଲି ସେଥିରୁ ବଞ୍ଚିତ କରିବ। ମୁଁ ଯେବେ ବି ସମୟ ପାଇବି ନିଶ୍ଚିତ ଭାବେ ଆସିବି, ନିଶ୍ଚିତ ଭାବେ ଆସିବି। ଯଦିଓ ସୁଦୂର, ତଥାପି ମୁଁ ଚେଷ୍ଟା କରିବି ତମ ବିଦ୍ୟାଳୟକୁ ନିଶ୍ଚିତ ଭାବେ, ଯେହେତୁ ଏହାର ମୋର ଏଇ ବିଦ୍ୟାଳୟ ହେଉଛି ମୋର ଶେଷ ବିଦ୍ୟାଳୟ, ତେଣୁ ନିଶ୍ଚିତ ଭାବେ ସମୟ ଦେଖି ଆସିବି। ଆଉ ଶିକ୍ଷା ମୁଁ ଯେତେବେଳେ ମୁଁ ପ୍ରଥମ ନିଯୁକ୍ତି ଠାରୁ ତାଙ୍କର ବଦଲା ପାଣ୍ଡି ଘରେ ରହୁଥିଲି, ତାକୁ ପଢ଼ିକି ଟ୍ୟୁସନ୍ ପଢ଼ାଇବାଟା, ଛାତ୍ରଛାତ୍ରୀଙ୍କୁ ପଢ଼ାଇବାଟା ମୋର ପେଶା, ମୂଳରୁ ପେଶା। କିନ୍ତୁ ଏଇ ପେଶାକୁ ମୁଁ ଛାଡ଼ିପାରେ, ଆଉ ସବୁଦିନ ହିଁ ବଜାୟ ରଖିବି। ଆଉ ଶେଷରେ ସମସ୍ତଙ୍କୁ ଆଉ ଥରେ ଆପଣଙ୍କୁ ନମସ୍କାର। ମୋର ଘର ହେଉଛି ବଲାଙ୍ଗୀର। ଆଜ୍ଞା ଆମେ ଜାଣିଛୁ ନୂଆକରି ଯେଉଁ ମେଡ଼ିକାଲ ଅଛି ସେ ପାଖେ ମୋର ଘର। ଆପଣମାନଙ୍କର ଲାଗି ମୁଁ କିଛି ଯଦି ଆର୍ଥିକ ସାହାଯ୍ୟ କରି ନ ପାରିଲେ ମଧ୍ୟ ନିଶ୍ଚିତ ଶାରୀରିକ ସାହାଯ୍ୟ ଆପଣଙ୍କର ସୁବିଧା ଅସୁବିଧାରେ ମୋତେ ଜଣେଇଲେ ନିଶ୍ଚିତ ଭାବେ ମୁଁ ଆପଣଙ୍କୁ ଶାରୀରିକ ସାହାଯ୍ୟ କରିବି। ତେଣୁ ମୋର ଘରର ଦ୍ୱାର ମଧ୍ୟ ଆପଣମାନଙ୍କୁ ସଦାବେଳେ ଉନ୍ମୁକ୍ତ ଅଛି। ଆପଣମାନେ ଯେତେବେଳେ ଚାହିଁବେ ସମୟ ଦେଖି ନିଶ୍ଚିତ ଭାବେ ଆପଣମାନଙ୍କ ସେବାରେ ଉପସ୍ଥିତ ରହିପାରିବେ ବୋଲି ଆଶା କରୁଛି। କିନ୍ତୁ ଆପଣଙ୍କର ସେଇ ଆଶା ଓ କାମନା ନେଇ କାର୍ଯ୍ୟକାଳ ମଧ୍ୟରେ ଶେଷ ବିଦ୍ୟାଳୟ ଯେଉଁଭଳି ନୂଆଖାଇ ବିଦ୍ୟାଳୟର ଶେଷ ଦିନ ତାଙ୍କ ପାଇଁ, କିନ୍ତୁ ସମସ୍ତ
ଜୀବନ ପାଇଁ ସ୍ମୃତି ହେଇ ରହିବ ଆଉ ତାଙ୍କ ସହିତ କାର୍ଯ୍ୟ କରୁଥିବା ସରକାରୀ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରଭାନ ମାଝୀଙ୍କୁ ମନ୍ତ୍ର କରିବି ସେ ତାଙ୍କର ଦୀପକ ତାଙ୍କର কালিনা সুবর্ণ সমাজকে মুক্ত অতিথি নিমন্ত্রিত সমস্ত অতিথি বিধায়ক গুরু উপস্থিত ଥିବା স্কুল পরিচালনা কমিটির সমস্ত সদস্য ও ছাত্রছাত্রী ଏବେ ଜ୍ଞାତରେ ବା ଅଜ୍ଞାତରେ କହିଯିବି ତାପରେ ଆପଣ ମହାନ ଜ୍ଞାନର ଅଧିକାରୀ ହୋଇଥିବାରୁ ଆପଣ ମୋତେ କ୍ଷମା କରିବେ ବୋଲି ମୁଁ ଭାବୁଛି ଯଦି ମୁଁ କିଛି କହିପାରୁଛି ମୁଁ କଣ୍ଠରୋଧ ହେଉଛି ଯେହେତୁ ମୁଁ ଏଠାରେ ଏପରି ବ୍ୟକ୍ତିତ୍ୱକୁ ହରଉଛି ଯେ ରାତି ରାତି ଅନିଦ୍ରାବୃତ ହୋଇଯାଇଛି ମୋର ବାରି ସାର୍ ଏଠୁ ପଳେଇ ଯିବେ ମୁଁ ଏତେ ମଧ୍ୟ ଭାବେ ରାତି 2 ବଜେ ମଧ୍ୟ ଉଠି ପଡ଼େ ଆଜ୍ଞା ଆପଣମାନେ ବିଶ୍ୱାସ କରିପାରନ୍ତି କାରଣ ମୁଁ ଆଜି 2ଟା 2:30ଟାରେ ମଧ୍ୟ 3 ବଜେ ଗାଧେଇଦେଲି ପାଣି ନଥିଲା ପାଣି ଘରକୁ ଟିକେ ସପ୍ଲାଏ କରିଦେଲି ଏବଂ 8ଟା ମଧ୍ୟରେ ପହଞ୍ଚି ଆସିଲି ସାର୍କୁ ଏତେ ମନେ ପଡ଼ୁଛି ଯେ ମୋର ଜୀବନ କାଳରେ ଯଦି ମୁଁ ସାର୍ ଯଦି ଭୁଲ କରିଥିଲି ଜାଣତରେ ବା ଅଜାଣତରେ ମୋତେ କ୍ଷମା କରିବେ ଏବଂ ଜୀବନ କାଳରେ ମୋତେ ଏବଂ ଭୁଲିବେ କହି ମୁଁ ଏତିକି ଅନୁରୋଧ କରୁଛି କେବେ ମୋତେ ଭୁଲି କରିବେ ଏବଂ ଗୁରୁ ସାର୍ଙ୍କୁ କହୁଛି ମୁଁ ଏକଲା ହେଇଯିବି ସାର୍ ମହାଶୟ ମୋତେ ଆଉ ଗୋଟେ ଶିକ୍ଷା ଅଛି କରି ଗୋଟେ ମୋ ପାଖକୁ ଆସିବେ ଯେହେତୁ ମୁଁ ହେଉଛି ଗୋଟେ ମାନସିକ ରୋଗୀ ବୋଲି ମଧ୍ୟ ଆପଣମାନେ କହିଲେ ମୋତେ ମୁଁ ଚଳିବ ମୋର ଯେହେତୁ ଗୋଟେ ରୋଗ ଅଛି ମୁଁ ଯାହା ଚେଷ୍ଟା କରୁଛି ଆଜ୍ଞା ଯିବା ଆସିବାର ପାଇଁ ମୁଁ ବହୁତ ଚେଷ୍ଟା କରୁଛି ମୋର ଟାଇମ୍ ଦେବାକେ ବହୁତ ଚେଷ୍ଟା କରୁଛି ମୋର ଛାତ୍ରମାନେ ଟିକେ କିଛି ଶିଖିବେ ସତ କଥା କହିଲେ ଏଠାରେ ସାର୍ଙ୍କ ସହିତ ଆମେ ଗଛ ମୂଳରେ ପଢ଼ଉଥିଲୁ ଗାଁ ଲୋକେ ଆସିଲେ ଚାଳ ଘର ବନେଇଦେଲେ ଗୁରୁ ସାର୍ ଆସିଲେ ଦେଖିଲେ ତାକୁ ଯେତେ ବି ବାନ୍ଧୁ ସାର୍ଙ୍କୁ ଏ ଘର ଏ ପରିବାରকে ଆମକୁ ଗଠନ କରିଦେଲେ ଘର ପାନୀୟ ଫ୍ରିଜ କୁଲର ସବୁ ପାଣି ରଖିଦେଲେ আর এটা পড়াইদেলে ସାର୍ କହିଲେ ଆସିଲେ ମୋତେ ବାଟ ଦେଖିଲେ ମୋତେ କହିଲେ ତ ପାଠ ପଢ଼ ଭାଇ ପାଠ ପଢ଼ ତ ପାଠ ପଢ଼ାଲେ ଯା ତୁମକୁ ଭଗବାନ ଭଲ ରାସ୍ତାରେ ନେବେ ସେଥିପାଇଁ ମୁଁ ଆଜି କଣ୍ଠରୋଧ ହୋଇଯାଉଛି କିଛି କହିନି ବାର ସାର୍ ଯଦି ଭୁଲ ଯିବା ଗାଁ ତରଫରୁ ମଧ୍ୟ ମୁଁ ଭାବୁଛି କ୍ଷମା ଦେବେ ଗୁରୁମାନଙ୍କୁ ପ୍ରଣାମ ଜଣାଉଛି ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି सरकारी प्राथमिक विद्यालय जिला बलांगीर ओडिशा प्रणम्य श्रीयुक्त गौरचरण बारिक शिक्षक निवासी लालटिग्रा बंधुनगर पोस्ट ऑफिस कार्यालय थाना टाउन थाना जिला बलांगीर जन्म तारीख 15/6/1966 शिक्षागत योग्यता +2 तालीम प्राप्त सम्मानीय आपणकर कर्तव्य निष्ठा एवं समयानुवर्तिता सकाशे आम सर्वदा अनुप्राणित दुहाखान सरकारी प्राथमिक विद्यालय दुहाखान निजर समस्त दायित्व और कर्तव्य को उचित समय समाप्ति करिवार जो प्रयास एवं निष्ठा प्रमाणित करुछि पुणी घरे एक अभिनव व्यक्तित्वर परिचय दीर्घ वर्ष धरी यही विद्यालय जड़े समर्पित प्रधान शिक्षक तथा सामाजिक नैतिकता क्षेत्र में गोटे उत्तम निर्देशकर परिचय दिए आपणकर ज्ञान नूतन कौशल और गांधी प्रतिभा निजर अंतर्निहित प्रतिभा ज्ञान और निष्ठभाषी हेबा सकाशे समस्त कम समय आकृष्ट कर एक नूतन परिचय सृष्टि कराए यह ही आपणकर महानता जहाँ समस्त समभावापन्न अभिन्न एवं अविस्मरणीय यही महनीयता गुण
ଆପଣଙ୍କ ହୃଦୟକୁ ଆହୁରି ବିଶାଳ କରୁ ଏବଂ ଅଲିଭାଟିଏ ହୋଇ ଜୀବନକୁ ଜଡ଼ିତ କରୁ, ଯାହା ଆମ ସମସ୍ତ ଆଶିଷ ସ୍ୱରୂପ ନୂତନ ବାର୍ତ୍ତା ଓ ପ୍ରେରଣା ପ୍ରଦାନ କରୁ। ଆପଣଙ୍କ ମହାନ ବ୍ୟକ୍ତିତ୍ୱ ଶିକ୍ଷକଙ୍କୁ ସମର୍ପିତ କରି ଆମେ ଗୌରବାନ୍ୱିତ। ଏହା ଆମମାନଙ୍କର ଆଶା ଓ ଭଗବାନଙ୍କ ଠାରେ ଚିର ପ୍ରାର୍ଥନା। ପ୍ରଧାନ ଶିକ୍ଷକ, ଶିକ୍ଷକ ବିଦ୍ୟାଳୟ, ଶିକ୍ଷା କମିଟି, ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ବୃନ୍ଦ, ମହାକାନ୍ତ ବିଦ୍ୟାଳୟ ଜିଲ୍ଲା